गुड इवनिंग ओडिशा। आज हूँ अगस्ट 2 शुक्रवार। वर्तमान जहाँ सूचना आसुची वायनाड भूस्खलन रे मृत संख्या 308 को वृद्धि। चतुर्थ दिन रे भी रेस्क्यू अभियान जारी। केरल वायनाड भूस्खलन को 3 दिन बीती जाइछि, हेले एबे भी उद्धार कार्य जारी रहिछि। चतुर्थ दिन रे माटी तळु मृतदेह उद्धार करा जाउछि, फଳରେ मृत संख्या बढ़िबारे लागिछि। ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା 308 ଲୋକଙ୍କ ମୃତ ହୋଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି। ସୂଚନା ଅନୁଯାୟୀ ରେସ୍କ୍ୟୁ ଟିମ୍ 195 ଜଣ ମୃତଦେହ ଉଦ୍ଧାର କରିଛନ୍ତି। ବାକି 105 ଲୋକଙ୍କ ଶରୀରର କିଛି ଅଂଶରୁ ମୃତ ବୋଲି ସ୍ପଷ୍ଟ କରାଯାଉଛି। ଚତୁର୍ଥ ଦିନରେ ୱାଇନାଡର ମେପାଡ଼ିରେ ରେସ୍କ୍ୟୁ ଅପରେସନ ଜାରି ରହିଛି। ଭାରତୀୟ ସେନା, ନୌସେନା ଏବଂ ବାୟୁସେନା ସହିତ ଉଦ୍ଧାର କାର୍ଯ୍ୟରେ 40 ଟିମ୍ ନିୟୋଜିତ ହୋଇଛି। ଉଦ୍ଧାର କାର୍ଯ୍ୟରେ ପ୍ରଖର କରିବାକୁ ଟିମ୍କୁ 6ଟି ପୃଥକ ପୃଥକ ଭାବେ ବିଭକ୍ତ କରାଯାଇଛି। ପ୍ରଥମ ଭାଗରେ ଅଟାମାଲ ଏବଂ ଆରଣମାଲା କ୍ଷେତ୍ରରେ ରେସ୍କ୍ୟୁ ଚାଲିଛି। ଦ୍ୱିତୀୟରେ ମୁଣ୍ଡକଇ କ୍ଷେତ୍ର, ତୃତୀୟରେ ପୁଞ୍ଜରିମଠମ୍, ଚତୁର୍ଥରେ ବେଲାରମାଲା ବିଜେଡ୍ ରୋଡ୍, ପଞ୍ଚମ କ୍ଷେତ୍ର ହେଉଛି GBHSS ବିଲରମାଲା ଏବଂ ଷଷ୍ଠ ଅଞ୍ଚଳ ହେଉଛି ନଦୀ କ୍ଷେତ୍ରକୁ ଯାଞ୍ଚ କରାଯାଉଛି। ଭାରତୀୟ ସୁରକ୍ଷା ବଳର 3 ସେନା ବ୍ୟତୀତ NDRF, DSG ଏବଂ MEG ଆଦିର ସଂଯୁକ୍ତ ଟିମ୍ ରେସ୍କ୍ୟୁ ଅଭିଯାନ ଚଳାଇଛନ୍ତି। ପ୍ରତ୍ୟେକ ଟିମ୍ରେ 3 ଜଣ ସ୍ଥାନୀୟ ଲୋକ ଏବଂ ଜଣେ ବନ କର୍ମଚାରୀ ରହିଛନ୍ତି। ଏହାଛଡ଼ା ଚଲିୱାର ନଦୀର ଆଖପାଖରେ ଥିବା 8ଟି ପୋଲିସ ସ୍ଥାନର ପୋଲିସ କର୍ମଚାରୀ ଏବଂ ସ୍କୁବା ଡ୍ରାଇଭର ଏଥିରେ ସାମିଲ ହୋଇଛନ୍ତି। ସେହିପରି ବାୟୁସେନା ହେଲିକପ୍ଟର ସାହାଯ୍ୟରେ ମଧ୍ୟ ଅପରେସନ ଜାରି ରହିଛି। ନୌସେନା ସହିତ ତଟରକ୍ଷୀ ବାହିନୀ ମାଟି ତଳେ ଫସିଥିବା ଲୋକଙ୍କୁ ଖୋଜାଖୋଜି କରୁଛନ୍ତି। କିଛି ମୃତଦେହ ନଦୀ ସ୍ରୋତରେ ଅନୁମାନ କରାଯାଉଛି, ତେଣୁ ଅପରେସନ ଜୋରଦାର କରାଯାଉଛି। ୱାଇନାଡର ପ୍ରଥମ ଭୂସ୍ଖଳନ ଜୁଲାଇ 30 ତାରିଖରେ ବିଳମ୍ବିତ ରାତିରେ ହୋଇଥିଲା। ପରେ ଭୋର ପ୍ରାୟ 4:10ରେ ପୁଣି ଥରେ ଲ୍ୟାଣ୍ଡସ୍ଲାଇଡ୍ ହୋଇଥିଲା। ଏଥିରେ ୱାଇନାଡର 4ଟି ଗାଁ ମାଟି ସମାଧି ନେଇଥିଲା। ଶେଷ ଖବର ସୁଦ୍ଧା ଏହି ବିପର୍ଯ୍ୟୟରେ 308 ଜଣଙ୍କ ମୃତ ହୋଇଥିବା ବେଳେ ଅନେକ ଏବେ ବି ନିଖୋଜ ରହିଛନ୍ତି। ଓଡ଼ିଶାରୁ 2 ଜଣ ଡାକ୍ତରଙ୍କ ଏହି ଭୂସ୍ଖଳନରେ ମୃତ ହୋଇଛି। ଜଣଙ୍କର ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ରହିଛନ୍ତି। ଏମିତି ନୂଆ ନୂଆ ଖବର ଜାଣିବାକୁ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରନ୍ତୁ। ଫେସବୁକରେ ଦେଖୁଥିଲେ ଫଲୋ କରନ୍ତୁ। ରହୁଛି, ନମସ୍କାର।